ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରସେ ଏ ବାଛି ବାଛି କରି ଦେଲେ ପଡ଼ିଆ ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ ଏମନ୍ତ ଭୁଇଁ ଚାକୁଣ୍ଡା ବୁଣିଲେ ଉଠୋଇ ନାହିଁ। ଘଣ୍ଟ ବାଜିଲେ ସମସ୍ତେ ସଜାଗ ହୁଅନ୍ତି। ଆଜି ବି ଗାଁରେ କୌଣସି ସଭା ସମିତି ହେଲେ ଘଣ୍ଟ ବଜାଇ ସୂଚନା ଦିଆଯାଏ। ସେହିପରି ମନ୍ଦିରରେ ମଧ୍ୟ ଘଣ୍ଟ ବଜାଇ ଠାକୁରଙ୍କୁ ଆବାହନ କରାଯାଏ। ତେବେ ଘଣ୍ଟ କେବଳ ଏକ ବସ୍ତୁ ନୁହେଁ, ଏହା ମଧ୍ୟ ଏକ ଉପାଧି ଯାହାକୁ ମଣ୍ଡିଥିଲେ କବି ଯଦୁମଣି ମହାପାତ୍ର ଆଉ ଓଡ଼ିଶାର ପୁରପଲ୍ଲୀରେ ଜଣାଶୁଣା ଥିଲେ ଉତ୍କଳ ଘଣ୍ଟ ନାଁରେ। ଏମିତି କୌଣସି ଖବର ନାହିଁ ଯାହା ଯଦୁମଣିକୁ ଅଛପା, ଆଉ ଖବର ପ୍ରଘଟ କରିବାରେ ସେତେବେଳେ ବୋଧହୁଏ ସେ ଥିଲେ ଜଣେ ଶ୍ରେଷ୍ଠ ଖବରଦାତା। ଘଣ୍ଟ ବଜାଇ ସମ୍ବାଦ ଦିଆଯାଉଥିଲା ସେତେବେଳେ, ସେଥିପାଇଁ ତ ତାଙ୍କୁ କୁହାଯାଏ ଉତ୍କଳ ଘଣ୍ଟ। ଗଞ୍ଜାମର ଏକ ଶିଳ୍ପୀ ପରିବାରରେ 1781 ମସିହା ଜାନୁଆରୀ 8 ତାରିଖରେ ପିତା ମୁକୁନ୍ଦ ମହାପାତ୍ର ଓ ମା ଶୋଭାଦେଈଙ୍କ କୁଳମଣ୍ଡନ କରିଥିଲେ କବି ଯଦୁମଣି ମହାପାତ୍ର। ପ୍ରଭୁ ଯଦୁକୃଷ୍ଣଙ୍କ ନାମ ଅନୁସାରେ ତାଙ୍କ ନାଁ ଥିଲା ଯଦୁମଣି। ପରବର୍ତ୍ତୀ ସମୟରେ ଯଦୁମଣିଙ୍କ ପରିବାର ନୟାଗଡ଼ ଇଟାମାଟିରେ ଆସି ରହିଲେ, ଆଉ ସେହିଠାରେ ହିଁ ତାଙ୍କ ବାଲ୍ୟ ଜୀବନ ଆରମ୍ଭ ହୋଇଥିଲା। ପ୍ରାଥମିକ ପାଠପଢ଼ା ସହିତ କବିତା ପଢ଼ିବା ଓ ଲେଖିବାରେ ଆଗ୍ରହ ବଢ଼ିଲା। ଯଦୁମଣିଙ୍କୁ ଯେତେବେଳେ ମାତ୍ର କେଇଟା ବର୍ଷ, ସେତେବେଳେ ସେ ଇଟାମାଟିର ଜଣେ ବୃଦ୍ଧା ମାଆଙ୍କୁ ଦେଖି ହଠାତ୍ ଗାଇ ଉଠିଥିଲେ, ଇଟାମାଟି ଝଙ୍କା ଝାଟି, ଛିଣ୍ଡାପଟିରେ ଗୋବରା ମା ଯା ଚହଟି। ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ଅନ୍ୟତମ ଓ ଅନ୍ତିମ କବି ଥିଲେ ଯଦୁମଣି ମହାପାତ୍ର। କିନ୍ତୁ ରୀତିଯୁଗରେ ଅନେକ କବି ଥିଲେ ମଧ୍ୟ ଯଦୁମଣିଙ୍କ ଭଳି ଶବ୍ଦ ସଂଯୋଜନା କାହାର ନଥିଲା। ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ରଚିତ ହୋଇଥିବା କାବ୍ୟଗୁଡ଼ିକରେ ମୌଳିକତା ପରିଲକ୍ଷିତ ହେଉନଥିଲା। କିନ୍ତୁ କବି ଯଦୁମଣି ପ୍ରଥମେ ସମ୍ପୂର୍ଣ୍ଣ ମୌଳିକ ରୀତିରେ ହାସ୍ୟରସର ଅଫୁରନ୍ତ ଝରଣା ପ୍ରବାହିତ କରିବାରେ ସକ୍ଷମ ହୋଇପାରିଥିଲେ। ସାମ୍ପ୍ରତିକ ସମୟକୁ ନିଜ କଲମରେ ଜୀବନ୍ତ କରିବାର ଶକ୍ତି ଥିଲା ଯଦୁମଣିଙ୍କ ପାଖରେ। କେବେ ତାହା କବିତା ମାଧ୍ୟମରେ, ତ ଆଉ କେତେବେଳେ ଚିତ୍ରକଳା ମାଧ୍ୟମରେ। ଆଉ ଠିକ୍ ସେଇଥିପାଇଁ ତ ତାଙ୍କ ଜନ୍ମ ଜୟନ୍ତୀରେ ବି ତାଙ୍କୁ ମନେ ପକାଇ ତାଙ୍କର ସ୍ମୃତିଚାରଣ କରୁଛନ୍ତି ଆଜିକାର ଯୁବପିଢ଼ି, ତାଙ୍କ ପରିବାରବର୍ଗ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ। ବ୍ୟୁରୋ ରିପୋର୍ଟ ପ୍ରମେୟ.com।